ରୁବି ମାୟାକୁ କହିବେ, ଦେଖୁଛୁ ତ ମାୟା, ତୋ ପୁଅ କେମିତି ଧୀରେ ଧୀରେ ପଲ୍ଲବୀର ଗୋଲାମ ହେବାରେ ଲାଗିଛି। ତାପରେ ପଲ୍ଲବୀ ଆଦର୍ଶକୁ କହିବେ, ଆଦର୍ଶ, ତମେ କାହିଁକି ଜିଦ୍ ଧରୁଛ? ତମେ ମୋ ସହିତ ମିଶି ବ୍ରତ କରିବା କ'ଣ ଦରକାର? ଯାଅ ଖାଇନିଅ ହାଲୁଆ, ମାମା ତମ ପାଇଁ କେତେ ସ୍ନେହରେ ତିଆରି କରିଛନ୍ତି। ତାପରେ ଆଦର୍ଶ କହିବେ, ନାଇଁ ପଲ୍ଲବୀ, ମୁଁ ବହୁତ ଆଗରୁ କହିସାରିଛି, ଏ ଘରେ ତମ ପାଇଁ ଯାହା ଯାହା ହବ ସେସବୁ ମୋ ପାଇଁ ବି ଲାଗୁ ହବ। ଆଉ ଯଦି ତମେ ବ୍ରତ କରିବ ତାହେଲେ ମୁଁ ବି ବ୍ରତ କରିବି। ତାପରେ ସୁଆ କହିବ, ପଲ୍ଲବୀର ହଜବେଣ୍ଡ ବହୁତ ସୁଇଟ୍, ପଲ୍ଲବୀକୁ ସେ କେତେ ଭଲ ପାଆନ୍ତି। ତାପରେ ଆଦର୍ଶ ସୁଆକୁ ଯାଇ କହିବେ, ବନ୍ଧୁ, ମୋତେ ଆଉ ତେଲ ମାରିବା ଜମା ବି ଦରକାର ନାହିଁ, ବୁଝିଲୁ? ତୁ ନା ମୋତେ ଯେତେ ତେଲ ମାରିଲେ ବି ତତେ ମୁଁ ମୋ ରୁମକୁ ନେବାର ଚାନ୍ସ ନାହିଁ, ବୁଝିଲୁ? ସେଇଠି ରହ। ତାପରେ ଦାଦିମା ରୁବିକୁ କହିବେ, ଏ ଖାଇବା ଚୋରଣୀ, ଆସ ଏଠିକି, ଆସ ପରା କହିଲି। ତାପରେ ରୁବି ଦାଦିମାଙ୍କ ପାଖକୁ ଯିବେ। ତାପରେ ଦାଦିମା କହିବେ, ଏ ଶୁଣ ବା, ଏ ଡବାଟା ନେଇକି ସେ ମାୟା କିଚେନରେ ରଖିଦେବୁ। ଏଇଟା ସମସ୍ତଙ୍କ ପାଇଁ ଲଡୁ, ବୁଝିଲୁ? ନେ ଧର। ଆରେ ମୋ ମୁହଁକୁ କ'ଣ ଚାହିଁଛୁ? ଧରୁନୁ ଏଇଟା। ତାପରେ ରୁବି ସେ ଲଡୁ ଡବା ଆଣିବେ। ତାପରେ ଦାଦିମା କହିବେ, ଯା, ଏମିତିରେ ବି ଲଡୁ ଦୁର୍ବଳତାକୁ ଦୂର କରେ, ଯାହାକୁ ଦୁର୍ବଳ ଲାଗୁଥିବ ସେ ଲଡୁ ଖାଇପାରିବ। ଏମିତି କହି ଦାଦିମା ପଲ୍ଲବୀକୁ କହିବେ, ଏ ପଲ୍ଲବୀ, ଆଃ ଏଠିକି ଆ। ତାପରେ ପଲ୍ଲବୀ କହିବେ, ଆଜ୍ଞା ଦାଦିମା। ଏମିତି କହି ଦାଦିମାଙ୍କ ପାଖକୁ ଯିବେ। ତାପରେ ଦାଦିମା କହିବେ, ଶୁଣ, ଏଥିରେ ଯୋଉ ଲଡୁ ଅଛି ତୁ ସବୁଦିନ ଖାଇବୁ। ଆଉ ହଁ, ଅଫିସକୁ ମନେ ପକେଇ ନେଇକି ଯିବୁ। ତତେ ଯେତେବେଳେ ଇଚ୍ଛା ହବ ଖାଇବୁ। ନେ ଧର। ଏମିତି କହି ଦାଦିମା ସେ ଲଡୁ ଡବା ଦେବେ। ତାପରେ ପଲ୍ଲବୀ ଉପରକୁ ଚାଲିଯିବେ। ତାପରେ ଦାଦିମା ମମତାକୁ କହିବେ, ଆଲୋ ମମତା, ଖାଇବା ଯଦି ରେଡି ତାହେଲେ ଆଉ ଅପେକ୍ଷା କାହିଁକି? ଯାଉନୁ ସମସ୍ତଙ୍କ ପାଇଁ ବଢ଼ାବୁଢ଼ି କରିବୁ। ଆଉ ହଁ, ପଲ୍ଲବୀ ଆଉ ଆଦର୍ଶ ତ ଖାଇବେନି, ସେ ଦି ଜଣଙ୍କୁ ଟିକେ ରେଷ୍ଟ ନେବାକୁ ଦିଅ। ତାପରେ ଏମଏଲଏ ହେମନ୍ତକୁ କହିବେ, ତମେ ତ ଏମିତି କହୁଛ ଯେମିତି ଏଇଟା ଗୋଟେ ଖୁସି ଖବର। ଆରେ କୋର୍ଟ ଆଦର୍ଶକୁ ପୋଲିସ କଷ୍ଟଡିକୁ ନ ପଠେଇ ଆମ ମୁହଁରେ ଗୋଟେ ଚାପୁଡା ମାରିଛି। ତାପରେ ହେମନ୍ତ କହିବେ, ହଁ କିନ୍ତୁ ଡ୍ୟାଡ୍, ଆଦର୍ଶକୁ ପୁରାପୁରି ନିର୍ଦ୍ଦୋଷ ଭାବରେ ଖଲାସ ବି ତ କରିନାହିଁ। ଏବେ ବି ଆମ ହାତରେ ଗୋଟେ ସପ୍ତାହ ସମୟ ଅଛି। ତାପରେ ଏମଏଲଏ କହିବେ, ହେମନ୍ତ, ଏତେ ମାସ ହେଲା ତ ଆମେ କିଛି କରିପାରିଲେନି। ଏଇ ସପ୍ତାହ ଭିତରେ କ'ଣଟା ଉଖାଡ଼ି ପକେଇବ କହିଲ ଟିକେ ମୋତେ? ତାପରେ ହେମନ୍ତ କହିବେ, ଡ୍ୟାଡ୍, ଆମେ ଏମିତି ଗୋଟେ ଲୋକକୁ ଠିକ୍ କରିବାକୁ ପଡ଼ିବ ଯେ କୋର୍ଟର କାଠଗଡ଼ାରେ ଛିଡ଼ା ହେଇ ଜଜ୍ଙ୍କ ସାମ୍ନାରେ କହିବ ଆଦର୍ଶ ଶମ୍ଭୁ ନାୟକକୁ ମର୍ଡର କରିଛି ବୋଲି ସେ ନିଜ ଆଖିରେ ଦେଖିଛି। ତାପରେ ଏମଏଲଏ କହିବେ, ହେମନ୍ତ, କୋର୍ଟକୁ ଆଜିବାଜି ଲୋକର କାହିଁକି ବିଶ୍ୱାସ କରିବ? ଯଦି ପଲ୍ଲବୀର ନିଜ ଲୋକମାନେ ତା ଡିପାର୍ଟମେଣ୍ଟର ଲୋକ ଯାଇକି କୁହେ ତାହେଲେ କୋର୍ଟ ବିଶ୍ୱାସ କରିବ। ତାପରେ ହେମନ୍ତ ନୀଲମ ଆଉ ସଞ୍ଜୀବର ଫଟୋ ଦେଖେଇବେ। ତାପରେ ହେମନ୍ତ କହିବେ, ନିଜ ଆଖିରେ ଦେଖି ନିଅନ୍ତୁ, ବହୁତ ସୁନ୍ଦର କପଲ ଫଟୋ ଇଏ। ତାପରେ ଏମଏଲଏ କହିବେ, ଇଏ ତ ଆଇପିଏସ୍ ସଞ୍ଜୀବ। ତାପରେ ହେମନ୍ତ କହିବେ, ତାକୁ ନୁହେଁ ଡ୍ୟାଡ୍, ତା ସାଇଡରେ ଥିବା ଝିଅ ଉପରେ ଟିକେ ଫୋକସ୍ କରନ୍ତୁ, ନୀଲମ ରୁବିର ଝିଅ। ତାପରେ ଏମଏଲଏ କହିବେ, ଆଇପିଏସ୍ ସଞ୍ଜୀବ ପଲ୍ଲବୀକୁ ଛାଡ଼ି ନୀଲମ ପଛରେ, ତାମାନେ କ'ଣ ସଞ୍ଜୀବ ନୀଲମକୁ ଭଲ ପାଏ? ତାପରେ ହେମନ୍ତ କହିବେ, ହଁ, କିନ୍ତୁ ରୁବିକୁ ଏସବୁ ପସନ୍ଦ ନୁହେଁ ଡ୍ୟାଡ୍। ତାପରେ ଏମଏଲଏ କହିବେ, ପ୍ଲାନ୍ କ'ଣ? ତାପରେ ହେମନ୍ତ କହିବେ, ଆମେ ସଞ୍ଜୀବକୁ ଗାଜର ଦେଖେଇବା, ପଲ୍ଲବୀ ବିରୁଦ୍ଧରେ ସାକ୍ଷୀ ଦେଲେ, ମାନେ ଆଦର୍ଶ ଶମ୍ଭୁ ନାୟକକୁ ମର୍ଡର କରିଛି ବୋଲି କୋର୍ଟରେ କହିଲେ, ଆମେ ସଞ୍ଜୀବକୁ ଗାଡ଼ି ଦେବା, ବଙ୍ଗଲା ଦେବା ଆଉ ନୀଲମ, ଏଇ ତିନିଟା ଜିନିଷ ଦେବା। ତା ସାଙ୍ଗରେ ଢେର ସାରା ଜାନି ଯୌତୁକ ବି ଦେବା, ଭବିଷ୍ୟତରେ ସିକ୍ୟୁରିଟି ପାଇଁ। ଡ୍ୟାଡ୍, ଦୁନିଆରେ ଏମିତି କୌଣସି ପୋଲିସ ଅଫିସର ନାହିଁ ଯେ ଏକ ସାଙ୍ଗରେ ଝିଅ ଆଉ ଟଙ୍କା ଦେଖି ଗୋଡ଼ ନ ଖସେଇଛି। ମୁଁ ସିଓର ଡ୍ୟାଡ୍, ସଞ୍ଜୀବ ଆମ ଜାଲରେ ନିଶ୍ଚୟ ଫସିବ। ତାପରେ ଏମଏଲଏ କହିବେ, ହେମନ୍ତ,
ମୁଁ ତୁମକୁ ବୁଦ୍ଧୁ ବୋଲି ଭାବିଥିଲି। ତମେ ତ ପୁରା ବିଚକ୍ଷଣ ହେଇ ବାହାରିଲ। ଜୋଇଁ କାହାର ସେଇଟା ବି ଭାବିବା ଦରକାର ନା। ଆଉ ଅପେକ୍ଷା କାହିଁକି ହେମନ୍ତ? ଭେଲେଣ୍ଟାଇନ ଡେ ପିରିୟଡ ଚାଲିଛି ପରା। ଯାଅ ମଜନୁକୁ ଲେଲାଙ୍କ ଅଫରଟା ଦେଇକି ଆସ। କିନ୍ତୁ ଗୋଟାଏ କଥା ହେମନ୍ତ, ଅଫର ଏମିତି ଲୋଭନୀୟ ହବା ଦରକାର ଯେମିତି ଟୋକା ଗୋଟାଏ ଥରରେ କୋର୍ଟର ନେକ୍ସଟ ଡେଟରେ ଆମ ହଙ୍ଗାମା କରିବା ପାଇଁ ରାଜି। ତାପରେ ଆଦର୍ଶ ରୁମ୍ ବାହାରେ ଥିବେ ଆଉ କହିବେ, ପଲ୍ଲବୀ ଆରେ କଣ କରୁଛ ଭିତରେ? ସେତେବେଳୁ ମୁଁ ବାହାରେ ଠିଆ ହେଇଛି। ଆରେ ଭାଇ କବାଟ ତ ଖୋଲ। ପଲ୍ଲବୀ ମୁଁ ବାହାରେ ଠିଆ ହେଇଛି। ତାପରେ ପଲ୍ଲବୀ କବାଟ ଖୋଲିବେ ଆଉ କହିବେ, ଏଥର ଖୁସି ତ? ଟିକେ ବି ଧୈର୍ଯ୍ୟ ଧରି ପାରୁନ ତମେ? କେମିତି ମୁଁ ଭିତରୁ ପଟ କବାଟ ବନ୍ଦ ନ କରିଥାନ୍ତି? ତମେ ଜାଣିଛ ତ ବ୍ରତ ଚାଲିଛି। ଆମେ ଦି ଜଣ ଏକା ସାଙ୍ଗରେ ମିଶି ଗୋଟେ ରୁମରେ ରହିପାରିବା ନାହିଁ। କଣ ମୁଁ ତ ତମ ସାମ୍ନାରେ ଚେଞ୍ଜ କରିଥାନ୍ତି? କୁହ। ମୋର ସବୁ ଜିନିଷପତ୍ର ଏଇଠି ପଡ଼ିଛି। ମୁଁ ଚେଞ୍ଜ କରିକି ସେସବୁକୁ ନେଇ ଯାଉଛି। ସେଇଥିପାଇଁ ଟିକେ ସମୟ ଲାଗିବ ନା। ଆସ, ଆଉ ଠିଆ ହେଇ ରହିଲ କାହିଁକି? ତମେ ତମ ରୁମରେ ଯାହା କରିବା କଥା କର, ଯାଅ। ତାପରେ ଆଦର୍ଶ କହିବେ, କରିବାକୁ ତ ବହୁତ ଇଚ୍ଛା ହଉଛି, କିନ୍ତୁ କଣ କରିବି? ଚାହିଁକି ମଧ୍ୟ କିଛି କରି ହଉନି। ସେ କଥା କଣ କି ବ୍ରତ ଚାଲିଛି ନା, ସେଇଥିପାଇଁ। ତାପରେ ପଲ୍ଲବୀ କହିବେ, ଛି ଅଭଦ୍ର କୋଟିକାର। ବ୍ରତ ସମୟରେ ଏସବୁ ଜିନିଷ ଚିନ୍ତା କରିବା ବି ପାପ। ତାପରେ ଆଦର୍ଶ କହିବେ, ଓ ହେଲୋ ମ୍ୟାଡମ, ବ୍ରତ ତମେ କରୁଛ, ମୁଁ ନୁହେଁ ହେଲା। ମୁଁ କଣ ପାଇଁ ଏଥିରେ ଚିନ୍ତା କରିବି? ତାପରେ ପଲ୍ଲବୀ କହିବେ, ଯାଅ ଭିତରକୁ ଯାଅ। ତାପରେ ଆଦର୍ଶ ଭିତରକୁ ଯିବେ। ତାପରେ ପଲ୍ଲବୀ କହିବେ, ଆଜି ବହୁତ ଶୈତାନ ଦେଖି ହେଉଛ ନାଇଁ? ରୁହ, ତୁମକୁ ମୁଁ ଠିକ କରୁଛି। ଏମିତି କହି ପଲ୍ଲବୀ ଝାଡୁ ଆଣିବେ। ତାପରେ ଆଦର୍ଶ କହିବେ, ଆରେ ଇଏ କଣ କରୁଛ? ପୁଣି ପଲ୍ଲବୀ କହିବେ, ବହୁତ ମସ୍ତି କରିବାକୁ ତମକୁ ଇଚ୍ଛା ହଉଛି ନା? ଆଜି ସନ୍ଧ୍ୟାରେ କୋର୍ଟରୁ ଫେରିବା ପରେ ତମେ ମୋ ଆଗରେ ମିଛ କହି ମୋର ବହୁତ ମଜାକ ଉଡେଇଲ। ଆଉ ତା ସାଙ୍ଗକୁ ଚିତ୍ତ ଅଙ୍କଲ ଆଉ ସଞ୍ଜୀବକୁ ବି ସାମିଲ କରେଇଦେଲ। ଆଉ ସଞ୍ଜୀବକୁ ନୀଲମ ଦିଙ୍କ ବିଷୟରେ କହି ତାଙ୍କ କଟା ଘାରେ ଲୁଣ ମାରିଲ। ହଁ, ବହୁତ ମଜା ଲାଗିଛି ନା ତମକୁ? ଏମିତି କହି ପଲ୍ଲବୀ ଆଦର୍ଶକୁ ଝାଡୁରେ ମାରିବେ। ତାପରେ ଆଦର୍ଶ କହିବେ, ଆରେ ପଲ୍ଲବୀ ରୁହ, ଇଏ କଣ କରୁଛ ତୁମେ? ଆରେ ତମେ ଏତେ ରାଗୁଛ କାହିଁକି? ମୁଁ ତ ଏସବୁ କହି ସଞ୍ଜୀବକୁ ଭଲ କରିବାକୁ ଚାହୁଁଥିଲି। ତାପରେ ପଲ୍ଲବୀ କହିବେ, ଭଲ, ତମେ ଏତେ ଭଲ ଚାହୁଁଥିଲ? ତାପରେ ଆଦର୍ଶ କହିବେ, ହଁ। ପୁଣି ପଲ୍ଲବୀ କହିବେ, ତମେ ଜାଣିଛ ଏସବୁ ପାଇଁ ସଞ୍ଜୀବକୁ କେତେ ଖରାପ ଲାଗିଥିବ? ତମକୁ ତ ମୁଁ ଏଇନା। ତାପରେ ଆଦର୍ଶ କହିବେ, ଆରେ କଣ କରୁଛ? ରୁହ ରୁହ। ଦେଖ, ଏଇଟା ମୋ ରୁମ୍ ହେଲା। ମୋ ରୁମରେ ପଶି ମୋ ଉପରେ ଏମିତି ଅତ୍ୟାଚାର କରିପାରିବନି ତମେ। ଏଇଟା ତମ ଲକଅପ୍ ନୁହେଁ, ବୁଝିପାରିଲ? ଶୁଣ, ମୁଁ ଚାହିଁଲେ ନା ସେ ଦି ଜଣଙ୍କ ବାହାଘର ବି କରିଦେବି। ଓକେ?